नमस्कार बंधुगण, जय जगन्नाथ। आज हेउछि गुरुवार। आसंतु प्रथमे माँ लक्ष्मी को स्तुति करिबा, तापरे पद्म पुराण आरंभ करिबा। किछि समय हेउ पछे निश्चय शुणिबे श्री महालक्ष्मी को स्तुति। जय जय महालक्ष्मी विष्णु घरणी, जय जय महालक्ष्मी संसार पालिनी, जय जय महालक्ष्मी पद्मनिवासिनी, जय जय महालक्ष्मी दुख विनाशिनी, जय जय महालक्ष्मी अति दयावती, तुम्भ पाद पंकजरे रहु मोर मति, किंचिते सुदया मोते कर महामाई, अति दुखरे पड़िण डाकुअछि मोहि, विपद भंजनी तोर नाम अटे जेण, विपदरे पड़ी मोहि डाकुअछि तेणु, न जाणहि तोर भक्ति अति मूढ़मती, कर जोड़ी करुअछि तोते मोहि स्तुति, तोर नाम अछि जेते के कहि पारिब, ब्रह्मा नारदंकु जाहा अटई दुर्लभ, संक्षेपित हर नाम करुछि गायन, जगत जननी मोते हुओ सुप्रसन्न, प्रथमे तो नाम लक्ष्मी कमलादित्ये, तृतीय नाम तो पद्मा, चतुर्थे हरिप्रिये, पंचमे दारिद्र्य भंजनी तोर नाम ख्यात, षष्ठरे विमला अटु तु हि जगन्मात, सप्तमे जगमोहिनी चंचला अष्टमे, नवमे जानकी रमा नाम तो दशमे, ए दश नाम को प्रतिदिन जे स्मरई, दारिद्र्य व्यथा ताहार लेसे न रही, तो नाम जपिले दरिद्रता हुए दूर, धन संपदरे पूर्ण होई भंडार, तोर नाम धरी जेहु वाणिज्य करई, बहु अर्थ लाभ तार निश्चय हुई, जगत जननी तुही कमला नाम बहु, जे तोते भक्ति रे डाके ताहा घरे थाऊ, जाहाकु सुदया करू से हुए धनाढ़, नारी शिरोमणि नाही तोठारू के बड़, किटु ब्रह्म जाए समस्तंकु देउ पड़ी, तो नाम चिंतिले दुख कष्ट जाए छाड़ी, तोर द्रोही मानंकु मा अन्न न मिलई, जेते अरजिले पेट केबे न पुरई, तोहर चरित कर्ण देई जे शुणई, किय बा भक्ति भावे मनरे गुणई, ताहार दरिद्रपण जाए दूर होई, सर्वदा प्रसन्नताकु हेउ महामाई, एणु तो चरणे मागो करुछि विनती, दया करी मागो फेड़ ए घोर विपत्ति, किंचितरे नेत्र ढाली
ଚାହିଁ ଦିଅ ମତେ ମୁହିଁ ଅରକ୍ଷିତ ଜନ ଆଶ୍ରା କଲି ତୋତେ ଯେତେବେଳେ ଯାହା ମାଗ କରୁଥିବି ଇଚ୍ଛା ଜଗତ ଜନନୀ ପୂର୍ଣ୍ଣ କର ମନ ବାଞ୍ଛା ମୋ ପ୍ରତି କରୁଣା ଯେବେ ନ କରିବୁ ତୁହି ଭବସାଗରେ ଭାସିବି ସିନା ଧନ୍ଦି ହୋଇ ତୁହି ନ ଫେଡ଼ିଲେ ଦୁଃଖ ଆନକେ ଫେଡ଼ିବ ଦାସ ନାଶ ଗଲେ ନିନ୍ଦା ତୋହର ହୋଇବ ତୁହି ମୋର ମାତା ପିତା ତୁ ଇଷ୍ଟ ଦେବତା ତୁହି ମୋର ଭାଇ ବନ୍ଧୁ ତୁ ରକ୍ଷା କରତା ତୋର ପାଦ ବିନୁ ମୋର ଅନ୍ୟ ଗତି ନାହିଁ ବିପଦ ଭଞ୍ଜନୀ ମାଗ ମତେ କର ତ୍ରାହି ସ୍ୱତଙ୍କର ଜ୍ୟେଷ୍ଠ ଯେହୁ ଇଳା ତାର ନାମ ପୁତ୍ରେଷ୍ଟି ଯଜ୍ଞ ସଦୃଶ ସେହି ମନେ ଘେନ ଇକ୍ଷ୍ୱାକୁ ଦ୍ୱିତୀୟ କୁଶ ନାଭ ତଦ ପରେ ଅରିଷ୍ଟ ଚତୁର୍ଥ ଧୃଷ୍ଟ ଜନମ ତାପରେ ତରିଷ୍ୟନ୍ତ କକ୍ଷ ମହା ବଳି ଯେ ସର୍ଜାତି ପୃଷଧ ସହିତ ଏହି ସୁତ 10 ଗୋଟି ଏମାନେ ଦିବ୍ୟ ମନୁଷ୍ୟ ରୂପରେ ବିଖ୍ୟାତ ଏଥିରେ ସନ୍ଦେହ ନାହିଁ ଶାନ୍ତନୁଙ୍କ ସୁତ ଦେଖି ଜ୍ୟେଷ୍ଠ ସୁତ ଇଳା ଧର୍ମ ଧୁରନ୍ଧର ରାଜେ ତାଙ୍କୁ ରାଜା କଲେ ମନୁ ନରବର ତପସ୍ୟା ସେ କଲେ ଯାଇ ସିଦ୍ଧି ଲାଭ ପାଇଁ ଜାଣିତା ଆସିଲେ ପାଶେ ସାବିତ୍ରୀଙ୍କ ସାଇଁ କହିଲେ କୁମାର ହେଉ କଲ୍ୟାଣ ତୁମ୍ଭର ମୋହ ଠାରୁ ମାଗି ନିଅ ଯଥା ଇଚ୍ଛା ବର ପଙ୍କଜ ନେତ୍ର ପଦ୍ମଜ ବ୍ରହ୍ମାବାଣୀ ଶୁଣି କହିଲେ ବ୍ରହ୍ମାଙ୍କୁ ଇଳ ଗୁଣ ଗଣ ଖଣି ଧର୍ମଯୁକ୍ତ ହେଉ ଧରା ସର୍ବନରପତି ରହନ୍ତୁ ମୋହର ବସେ ଆହେ ବେଦପତି ଚକ୍ରବର୍ତ୍ତୀ କର ମୋରେ ପଙ୍କଜ ନୟନ ତଥାସ୍ତୁ କହିଣ ଗଲେ କମଳ ଆସନ ଫେରିଲେ ଇଳା ତପସ୍ୟା ପରେ ଅଯୋଧ୍ୟାରେ ପାଳନା କଲେ ପ୍ରଜାଙ୍କୁ ପୂର୍ବ ପରକାରେ ଦିନେ ବଶିଷ୍ୟ ନନ୍ଦରେ ମନୁଙ୍କ କୁମାର ଅର୍ଥ ସିଦ୍ଧି ପାଇଁ ଗଲେ ଚଢ଼ି ରହୁବର ଭ୍ରମଣ କଲେ ରାଜନ ସପ୍ତଦ୍ୱୀପ ମହି ହେଲେ ସବୁ ପୃଥିବୀର ଏକକର ଗ୍ରାହୀ ଦୈବୀ ଅତେ ନରବର ହୋଇ ଆକର୍ଷିତ ଶିବ କ୍ରୀଡ଼ା କାନନରେ ହେଲେ ଉପଗତ ବୃକ୍ଷଲତାଦିରେ ରମ୍ୟ ଅଟେ ସେ କାନନ ଶୁଣ ଭୀଷ୍ମ ନାମ ତାର ଅଟେ ସରବଣ କ୍ରୀଡ଼ା କରନ୍ତି ସେ ବନେ ଶ୍ରୀଚନ୍ଦ୍ରଶେଖର ଉମାଙ୍କ ସଙ୍ଗରେ ଶୁଣ ଭୀଷ୍ମ ଧନୁର୍ଦ୍ଧର ସେ ବନରେ ପଡ଼େ ଯଦି ପୁରୁଷ ଚରଣ ସେ କ୍ଷଣି ସେ ସ୍ତ୍ରୀ ରୂପ କରଇ ଧାରଣ ଅଜାଣତେ ଇଳା ପ୍ରବେଶିଲେ ସେ କାନନେ ଭୂଷିତ ହୋଇଲେ ସେହି କ୍ଷଣି ସ୍ତ୍ରୀ ଗଣେ ଘୋଡ଼ା ହୋଇଗଲା ଘୋଡ଼ି ତାହାଙ୍କ ସଙ୍ଗରେ ନଭେନ ସନ୍ଦେହ କିଛି ଭୀଷ୍ମ ଏ କଥାରେ
ପୂର୍ବେ ଥରେ ଉମା ସହ କ୍ରୀଡ଼ା ସମୟରେ କହିଥିଲେ ନଗଜେମା ଏହା ହର୍ଷ ଭରେ। ପୁଂସ ତ ଧରି ବନେ ଯେ କେହି ଆସିବ ମୋର ଆଦେଶରେ ସ୍ତ୍ରୀ ନିଶ୍ଚୟ ସେ ହେବ। ତେଣୁ ରାଜସ ମଧ୍ୟ ସ୍ତ୍ରୀତ୍ୱ ଲାଭ କଲା ନ ମଣ ଏଥି ସଂଶୟ ଶାନ୍ତନୁଙ୍କ ବଳା। ପୂର୍ବେ ଥରେ ହି ଦଶା ଲୋଭି ଧନପତି ପାଇଥିଲେ ଶିବଙ୍କର କୃପାରୁ ମୁକତି। ସେହି କଥା ସ୍ମରିଲା ପୁରୁଷତ୍ୱ ପାଇଁ ଦେବ ନର ନାଗ ସେବା କଲେ ରୋମା ସାଇଁ। ଈଶ୍ୱରଙ୍କ ପାଶେ ସର୍ବେ ଏକ ସଙ୍ଗେ ଗଲେ ଇଳାଙ୍କ ପୁଂସତ୍ୱ ପାଇଁ ବହୁ ସ୍ତବ କଲେ। ସ୍ତୁତିରେ ଶିବ ପାର୍ବତୀ ହୋଇଣ ସନ୍ତୋଷ କହିଲେ ଅମୃତ ସମ ମଧୁର ସେ ଭାଷ। ନିଶ୍ଚିତ ଅଛି ପୂର୍ବରୁ ଏବନେ ଆସିଲେ ପୁରୁଷ ହୋଇବ ସ୍ତ୍ରୀ ସର୍ବେ ଶୁଣ ଭଲେ। ଏବେ କି ହୋଇବ କରି ମୁହିଁ ସେ ବିଚାର କହିବି ଯାହା ସମସ୍ତେ ସେହି କଥା କର। ଏଖାକୁ କରନ୍ତୁ ଅସ ମେଧ ନାମେ ଜାଗ ଆମ୍ଭେ ଦୁହେଁ ସେ ଜାଗାରୁ ପାଇବୁ ଯେ ଭାଗ। ତାହା ବଳେ ଇଳା ନୃପ ହେବେ କିଂ ପୁରୁଷ ଅନ୍ୟଥା ନହିବ କେବେ ଏ ମୋହର ଭାଷ। ସ୍ୱୀକୃତ ହୋଇ ସରବେ ସେହିଠାରୁ ଗଲେ ଇକ୍ଷୁକଙ୍କ ସମ୍ମୁଖରେ ପ୍ରକାଶତା କଲେ। ଅଶ୍ୱମେଧ ଯାଗ କଲେ ଇକ୍ଷ୍ୱାକୁ ତାପରେ କିଂ ପୁରୁଷ ହେଲେ ଇଳା ସେ ଯାଗ ଫଳରେ। ପୁଂସ ସେ ହୁଅନ୍ତି ମାସେ ଅନ୍ୟ ମାସେ ସ୍ତ୍ରୀ ଇଚ୍ଛା ଅନୁରୂପେ ପୁଂସ ନିଅନ୍ତି ଆଦରି। ସ୍ତ୍ରୀ ରୂପେ ବୁଧ ଘରେ ଯେଉଁ ମାସେ ଥିଲେ ଶୁଣ ଭୀଷ୍ମ ବୁଧ ବୀର୍ଯ୍ୟେ ଗର୍ଭବାସ ହେଲେ। ସୁତ ସେ ଗର୍ଭ ଜନ୍ମିଲା ସର୍ବଗୁଣାକର ପୁତ୍ର ଜନ୍ମ ପରେ ବୁଧ ଗଲେ ସ୍ୱର୍ଗପୁର। ସେହିଦିନ ମହି ନାମ ଇଳା ଖଣ୍ଡ ହେଲା ନମଣ ଏଥି ସଂଶୟ ଶାନ୍ତନୁଙ୍କ ବଳା। ଇଳାଙ୍କ ଶାସନ ଯହୁଁ ଉତ୍ତମ ହୋଇଲା ସୋମ ସୂର୍ଯ୍ୟ ବଂଶ ଖ୍ୟାତି ବିସ୍ତାରିତ ହେଲା। ସେହିପରି ପୁରୁରବା ପୁରୁବଂଶ ଜାତ ଯାଜସ ଗୁଣ ଜଗତେ ହୋଇଅଛି ଖ୍ୟାତ। ତଥା ଇକ୍ଷ୍ୱାକୁଙ୍କ ଘେନି ତପନ ବଂଶର ଖ୍ୟାତି ବଢ଼ିଥିଲା ଜାଣ ଶାନ୍ତନୁ କୁମାର। କିଂ ପୁରୁଷ ରୂପେ ଇଳା ଯେତେ କାଳ ଥିଲେ ସୁଦ୍ୟୁମ୍ନ ନାମେ ତାହାଙ୍କୁ ସର୍ବେ ଚିହ୍ନିଥିଲେ। ହୋଇଲା ସୁଦ୍ୟୁମ୍ନଙ୍କର ତିନୋଟି ତନୟ ବଳ ପରାକ୍ରମେ ଚ୍ୟୁତ ହୋଇ ଅତିଶୟ। ପ୍ରଥମ ତନୟ ନାମ ଅଟଇ ଉତ୍କଳ ଗୟ ଦ୍ୱିତୀୟ ତନୟ ଶୁଣ ଭୀଷ୍ମ ବୀର। ତୃତୀୟ କୁମର ନାମ ଅଟେ ହରିତାସ ବଳ ପର ପଣେ ତାଙ୍କୁ ମାନନ୍ତି ତ୍ରିଦଶ। ଉତ୍କଳଙ୍କ ସୁତ ନାମ ହୋଇଲା ଉତ୍କଳୀ ଗୟାର କୁମର ନାମ ହେଲା ଗୟାପୁରୀ। ଦିଗ୍ଜାମି ନାମରେ ହରି ତାସଙ୍କ ଦୁହିତା
ସେ ହୋଇଲା ଭୀଷ୍ମ କୁରୁ ନୃପତିଙ୍କ କାନ୍ତା। ତାଙ୍କ ଠାରୁ ଯେଉଁ ସୁତ ପରେ ଜନମିଲା, ପୁରୁରବା ନାମ ତାର ବିଖ୍ୟାତ ହୋଇଲା। ପୁରୁରବାଙ୍କୁ ରାଜ୍ୟରେ ଅଭିଷିକ୍ତ କରି, ଇକ୍ଷ୍ୱାକୁ ଚଳିଲେ ଇଳା ଖଣ୍ଡ ସୁଖ ସିରି। ମଧ୍ୟପ୍ରଦେଶ ପଡ଼ିଲା ବିଭାଗେ ତାଙ୍କର, ତେଣୁ ଭୀଷ୍ମ ସେ ହୋଇଲେ ତାହା ନୃପବର। ଶୁକ ନାମଧାରୀ ନରୀ ଶ୍ୟନ୍ତଙ୍କ ତନୁଜ, ନ ହୋଇବ କହି କେତେ ତାଙ୍କ ବଳ ବୀର୍ଯ୍ୟ। ତାପରେ କହୁଛି ଶୁଣ ଭୀଷ୍ମ ବୀର ଈଶ, ନାଭାଗଙ୍କ ସୁତ ନାମ ଅଟେ ଅମ୍ବରୀଶ। ସୁତଙ୍କର ଜ୍ୟେଷ୍ଠ ଯେହୁ ଇଳା ତାର ନାମ, ପୁତ୍ରେଷ୍ଟି ଯଜ୍ଞ ସଦୃଶ ସେହି ମନେ ଘେନ। ଇକ୍ଷ୍ୱାକୁ ଦ୍ୱିତୀୟ କୁଶ ନାଭ ତଦ ପରେ, ଅରିଷ୍ଟ ଚତୁର୍ଥ ଧୃଷ୍ଟ ଜନମ ତାପରେ। ତରିଷ୍ୟନ୍ତ କକ୍ଷ ମହା ବଳି ଯେ ସର୍ଜାତି, ପୃଷଧ ସହିତ ଏହି ସୁତ 10 ଗୋଟି। ଏମାନେ ଦିବ୍ୟ ମନୁଷ୍ୟ ରୂପରେ ବିଖ୍ୟାତ, ଏଥିରେ ସନ୍ଦେହ ନାହିଁ ଶାନ୍ତନୁଙ୍କ ସୁତ। ଦେଖି ଜ୍ୟେଷ୍ଠ ସୁତ ଇଳା ଧର୍ମ ଧୁରନ୍ଧର, ରାଜେ ତାଙ୍କୁ ରାଜା କଲେ ମନୁ ନରବର। ତପସ୍ୟା ସେ କଲେ ଯାଇ ସିଦ୍ଧି ଲାଭ ପାଇଁ, ଜାଣିତା ଆସିଲେ ପାଶେ ସାବିତ୍ରୀଙ୍କ ସାଇଁ। କହିଲେ କୁମାର ହେଉ କଲ୍ୟାଣ ତୁମ୍ଭର, ମୋହ ଠାରୁ ମାଗି ନିଅ ଯଥା ଇଚ୍ଛା ବର। ପଙ୍କଜ ନେତ୍ର ପଦ୍ମଜ ବ୍ରହ୍ମାବାଣୀ ଶୁଣି, କହିଲେ ବ୍ରହ୍ମାଙ୍କୁ ଇଳ ଗୁଣ ଗଣ ଖଣି। ଧର୍ମଯୁକ୍ତ ହେଉ ଧରା ସର୍ବନରପତି, ରହନ୍ତୁ ମୋହର ବସେ ଆହେ ବେଦପତି। ଚକ୍ରବର୍ତ୍ତୀ କର ମୋରେ ପଙ୍କଜ ନୟନ, ତଥାସ୍ତୁ କହିଣ ଗଲେ କମଳ ଆସନ। ଫେରିଲେ ଇଳା ତପସ୍ୟା ପରେ ଅଯୋଧ୍ୟାରେ, ପାଳନା କଲେ ପ୍ରଜାଙ୍କୁ ପୂର୍ବ ପରକାରେ। ଦିନେ ବଶିଷ୍ୟ ନନ୍ଦରେ ମନୁଙ୍କ କୁମର, ଅର୍ଥ ସିଦ୍ଧି ପାଇଁ ଗଲେ ଚଢ଼ି ରହୁବର। ଭ୍ରମଣ କଲେ ରାଜନ ସପ୍ତଦ୍ୱୀପ ମହି, ହେଲେ ସବୁ ପୃଥିବୀର ଏକକର ଗ୍ରାହୀ। ଦୈବୀ ଅତେ ନରବର ହୋଇ ଆକର୍ଷିତ, ଶିବ କ୍ରୀଡ଼ା କାନନରେ ହେଲେ ଉପଗତ। ବୃକ୍ଷଲତାଦିରେ ରମ୍ୟ ଅଟେ ସେ କାନନ, ଶୁଣ ଭୀଷ୍ମ ନାମ ତାର ଅଟେ ସରବଣ। କ୍ରୀଡ଼ା କରନ୍ତି ସେ ବନେ ଶ୍ରୀଚନ୍ଦ୍ରଶେଖର, ଉମାଙ୍କ ସଙ୍ଗରେ ଶୁଣ ଭୀଷ୍ମ ଧନୁର୍ଦ୍ଧର। ସେ ବନରେ ପଡ଼େ ଯଦି ପୁରୁଷ ଚରଣ, ସେ କ୍ଷଣି ସେ ସ୍ତ୍ରୀ ରୂପ କରଇ ଧାରଣ। ଅଜାଣତେ ଇଳା ପ୍ରବେଶିଲେ ସେ କାନନେ, ଭୂଷିତ ହୋଇଲେ ସେହି କ୍ଷଣି ସ୍ତ୍ରୀ ଗଣେ। ଘୋଡ଼ା ହୋଇଗଲା ଘୋଡ଼ି ତାହାଙ୍କ ସଙ୍ଗରେ, ନଭେନ ସନ୍ଦେହ କିଛି ଭୀଷ୍ମ ଏ କଥାରେ। ପୂର୍ବେ ଥରେ ଉମା ସହ କ୍ରୀଡ଼ା ସମୟରେ, କହିଥିଲେ ନଗଜେମା ଏହା ହର୍ଷ ଭରେ।
ପୁଂସ ତ ଧରି ବନେ ଯେ କେହି ଆସିବ, ମୋର ଆଦେଶରେ ସ୍ଥିରୀ ନିଶ୍ଚୟ ସେ ହେବ। ତେଣୁ ରାଜସ୍ୱ ମଧ୍ୟ ସ୍ତ୍ରୀତ୍ୱ ଲାଭ କଲା, ନ ମଣ ଏଥି ସଂଶୟ ଶାନ୍ତନୁଙ୍କ ବଳା। ପୂର୍ବେ ଥରେ ହି ଦଶା ଲଭି ଧନପତି, ପାଇଥିଲେ ଶିବଙ୍କର କୃପାରୁ ମୁକତି। ସେହି କଥା ସ୍ମରିଲା ପୁରୁଷତ୍ୱ ପାଇଁ, ଦେବ ନର ନାଗ ସେବା କଲେ ରୋମା ସାଇଁ। ଈଶ୍ୱରଙ୍କ ପାଶେ ସର୍ବେ ଏକ ସଙ୍ଗେ ଗଲେ, ଇଳାଙ୍କ ପୁଂସତ୍ୱ ପାଇଁ ବହୁ ସ୍ତବ କଲେ। ସ୍ତୁତିରେ ଶିବ ପାର୍ବତୀ ହୋଇଣ ସନ୍ତୋଷ, କହିଲେ ଅମୃତ ସମ ମଧୁର ସେ ଭାଷ। ନିଶ୍ଚିତ ଅଛି ପୂର୍ବରୁ ଏବନେ ଆସିଲେ, ପୁରୁଷ ହୋଇବ ସ୍ତ୍ରୀ ସର୍ବେ ଶୁଣ ଭଲେ। ଏବେ କି ହୋଇବ କରି ମୁହିଁ ସେ ବିଚାର, କହିବି ଯାହା ସମସ୍ତେ ସେହି କଥା କର। ଏଖାକୁ କରନ୍ତୁ ଅସ ମେଧ ନାମେ ଜାଗ, ଆମ୍ଭେ ଦୁହେଁ ସେ ଜାଗାରୁ ପାଇବୁ ଯେ ଭାଗ। ତାହା ବଳେ ଇଳା ନୃପ ହେବେ କିଂ ପୁରୁଷ, ଅନ୍ୟଥା ନହିବ କେବେ ଏ ମୋହର ଭାଷ। ସ୍ୱୀକୃତ ହୋଇ ସରବେ ସେହିଠାରୁ ଗଲେ, ଇକ୍ଷୁକଙ୍କ ସମ୍ମୁଖରେ ପ୍ରକାଶତା କଲେ। ଅଶ୍ୱମେଧ ଯାଗ କଲେ ଇକ୍ଷ୍ୱାକୁ ତାପରେ, କିଂ ପୁରୁଷ ହେଲେ ଇଳା ସେ ଯାଗ ଫଳରେ। ପୁଂସ ସେ ହୁଅନ୍ତି ମାସେ ଅନ୍ୟ ମାସେ ସ୍ତ୍ରୀ, ଇଚ୍ଛା ଅନୁରୂପେ ପୁଂସ ନିଅନ୍ତି ଆଦରି। ସ୍ତ୍ରୀ ରୂପେ ବୁଧ ଘରେ ଯେଉଁ ମାସେ ଥିଲେ, ଶୁଣ ଭୀଷ୍ମ ବୁଧ ବୀର୍ଯ୍ୟେ ଗର୍ଭବାସ ହେଲେ। ସୁତ ସେ ଗର୍ଭ ଜନ୍ମିଲା ସର୍ବଗୁଣାକର, ପୁତ୍ର ଜନ୍ମ ପରେ ବୁଧ ଗଲେ ସ୍ୱର୍ଗପୁର। ସେହି ଦିନ ମହି ନାମ ଇଳା ଖଣ୍ଡ ହେଲା, ନ ମଣ ଏଥି ସଂଶୟ ଶାନ୍ତନୁଙ୍କ ବଳା। ଇଳାଙ୍କ ଶାସନ ଯହୁଁ ଉତ୍ତମ ହୋଇଲା, ସୋମ ସୂର୍ଯ୍ୟ ବଂଶ ଖ୍ୟାତି ବିସ୍ତାରିତ ହେଲା। ସେହିପରି ପୁରୁର ବା ପୁରୁବଂଶ ଜାତ, ଯାଜସ ଗୁଣ ଜଗତେ ହୋଇଅଛି ଖ୍ୟାତ। ତଥା ଇକ୍ଷ୍ୱାକୁଙ୍କ ଘେନି ତପନ ବଂଶର, ଖ୍ୟାତି ବଢ଼ିଥିଲା ଜାଣ ଶାନ୍ତନୁ କୁମାର। କିଂ ପୁରୁଷ ରୂପେ ଇଳା ଯେତେ କାଳ ଥିଲେ, ସୁଦ୍ୟୁମ୍ନ ନାମେ ତାହାଙ୍କୁ ସର୍ବେ ଚିହ୍ନିଥିଲେ। ହୋଇଲା ସୁଦ୍ୟୁମ୍ନଙ୍କର ତିନୋଟି ତନୟ, ବଳ ପରାକ୍ରମେ ଚ୍ୟୁତ ହୋଇ ଅତିଶୟ। ପ୍ରଥମ ତନୟ ନାମ ଅଟଇ ଉତ୍କଳ, ଗୟ ଦ୍ୱିତୀୟ ତନୟ ଶୁଣ ଭୀଷ୍ମ ବୀର। ତୃତୀୟ କୁମର ନାମ ଅଟେ ହରିତାଶ, ବଳ ପରପଣେ ତାଙ୍କୁ ମାନନ୍ତି ତ୍ରିଦଶ। ଉତ୍କଳଙ୍କ ସୁତ ନାମ ହୋଇଲା ଉତ୍କଳୀ, ଗୟାର କୁମର ନାମ ହେଲା ଗୟାପୁରୀ। ଦିଗ୍ଜାମି ନାମରେ ହରି ତାସଙ୍କ ଦୁହିତା, ସେ ହୋଇଲା ଭୀଷ୍ମ କୁରୁ ନୃପତିଙ୍କ କାନ୍ତା। ତାଙ୍କ ଠାରୁ ଯେଉଁ ସୁତ ପରେ ଜନମିଲା, ପୁରୁରବା ନାମ ତାର
ବିଖ୍ୟାତ ହୋଇଲା। ପୁରୁର ବାଙ୍କୁ ରାଜ୍ୟରେ ଅଭିଷିକ୍ତ କରି ଇକ୍ଷ୍ୱାକୁ ଚଳିଲେ ଇଳା ଖଣ୍ଡ ସୁଖ ସିରି। ମଧ୍ୟପ୍ରଦେଶ ପଡ଼ିଲା ବିଭାଗେ ତାଙ୍କର, ତେଣୁ ଭୀଷ୍ମ ସେ ହୋଇଲେ ତାହା ନୃପବର। ଶୁକ ନାମଧାରୀ ନରୀ ଶ୍ୟନ୍ତଙ୍କ ତନୁଜ, ନ ହୋଇବ କହି କେତେ ତାଙ୍କ ବଳ ବୀର୍ଯ୍ୟ। ତାପରେ କହୁଛି ଶୁଣ ଭୀଷ୍ମ ବୀର ଈଶ, ନାଭାଗଙ୍କ ସୁତ ନାମ ଅଟେ ଅମ୍ବରୀଶ। ତିନୋଟି ସୁତ ଜନମ ହେଲେ ଧୃଷ୍ଟଙ୍କର, ସମସ୍ତେ ଅଟନ୍ତି ସବୁ ସୁଗୁଣ ଆକର। କ୍ରମଶରେ ଧୃଷ୍ଟ କେତୁ ସୁଧନ ତାପରେ, ରଣଧୃଷ୍ଟ ତାଙ୍କ ନାମ ଘେନ ସୂଚିତରେ। କେ କାହାକୁ ଊଣା ନୁହେଁ ସର୍ବେ ବଳବାନ, ସର୍ଜାତିଙ୍କର ହୋଇଲା ଗୋଟିଏ ନନ୍ଦନ। ଶୁଣ ଭୀଷ୍ମ ନାମ ତାର ଅଟଇ ଆବର୍ତ୍ତ, ସୁନ୍ଦର ଆବର ସବୁ ଗୁଣରେ ଗରିଷ୍ଠ। କନ୍ୟା ଗୋଟିଏ ତାଙ୍କର ହୋଇଲା ବର, ସୁଲକ୍ଷଣୀ ସେ ସୁକନ୍ୟା ନାମ ଅଟେ ତାର। ଆବର୍ତ୍ତକ ସୁତ ନାମ ଅଟେ ରୋଚମାନ, ସୁରବୀର ପଣେ ତାକୁ କେ ନୁହେଁ ସମାନ। ଏଣୁ ତାଙ୍କ ରାଜ୍ୟ ନାମ ଅଟଇ ଆବର୍ତ୍ତ, ଏହି କଥା ଭଲେ ବୁଝ ସତ୍ୟବତୀ ସୁତ। ଆବର୍ତ୍ତଙ୍କ ପତ୍ନୀ ନାମ ଅଟେ କୁଶସ୍ଥଳୀ, ମନେ ରଖିଥିବ ଆହେ ଭୀଷ୍ମ ବଳଶାଳୀ। ରେବ ନାମେ ସୁତ ହେଲା ରୋଚମାନଙ୍କର, ରେଚଙ୍କର ସୁତ ରହିବ ତକ ନାମ ତାର। ରହିବ ତକ ଠାରୁ ହେଲେ ଶତପୁତ୍ର ଜାତ, କୁଦୁମ ନାମ ତାହାଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ। ପୁତ୍ର ପରେ କନ୍ୟା ହେଲା ତା ନାମରେ ବତୀ, ବଳରାମଙ୍କର ସେହି ଅଟେ ପ୍ରିୟବତୀ। କୁର ସାକାଶ୍ୟା ତାଙ୍କର ଏ ଦୁହିତା ଦୁଇ, ରୂପେ ଗୁଣେ ତାଙ୍କ ସମ ହୋଇଥିଲେ ସେହି। ଗୋଧତ୍ନଙ୍କ ସୁତ ନାମ ପ୍ରସନ୍ନ ହୋଇଲା, ଗୁରୁ ସାପ ସକାଶୁ ସେ ପରେ ଶୂଦ୍ର ହେଲା। ବିକ୍ଷୁର୍ଣ୍ଣ ଦଣ୍ଡକ ନିମି ତିନି କୁମାର, ଇକ୍ଷ୍ୱାକୁଙ୍କ ପୁତ୍ର ଏଥି ସନ୍ଦେହ ନ କର। 100 ସୁତଙ୍କରେ ଶ୍ରେଷ୍ଠ ଅଟନ୍ତି 50, ମେରୁ ଉତ୍ତର ଦିଗରେ ପ୍ରକାଶିଲେ ଯଶ। ଚତୁର୍ଚତ୍ୱାରିଂଶ ଅନ୍ୟ 50 ମଧ୍ୟରେ, ନୃପତି ହୋଇଲେ ଯାଇ ମେରୁ ଦକ୍ଷିଣରେ। ତା ମଧ୍ୟେ ବଡ଼ର ନାମ ଅଟଇ କାକୁସ୍ଥ, ସୁଯୋଧନ ନାମ ଧାରି ହେଲା ତାଙ୍କ ସୁତ। ସୁଯୋଧନଙ୍କ ତନୟ ପୃଥୁ ନାମ ତାର, ପୃଥୁଙ୍କ ତନୟ ବିଶ୍ୱ ଶୁଣ ଭୀଷ୍ମ ବୀର। ଆଦ୍ର ନାମରେ ହୋଇଲା ବିଶ୍ୱଙ୍କ ତନୟ, ଯୁବନାଶ ନାମ ଧାରି ତାହାଙ୍କର ପୁଅ। ଯବନାଶ ସୁତ ନାମ ଅଟଇ ଶ୍ରୀବତ୍ସ, ନଥିଲା ଆଉ କେ ତାଙ୍କ ସମବୀର୍ଯ୍ୟବନ୍ତ। ଅଙ୍ଗଦେଶ ଶ୍ରୀବସ୍ତଙ୍କ ଅଟଇ ରଚନା, ମନେ ରଖ ଏହି କଥା ଭୀଷ୍ମ ମହାମନା। ଶ୍ରୀବସ୍ତଙ୍କ ସୁତ ନାମ ଅଟେ ବୃହଦଶ,
କୂଳବାସ ନାମେ ହେଲା ତାହାଙ୍କର ସୁତ। ପରେ ଯେଣୁ ନାଶ କଲେ ସେ ଧୁନ୍ଦୁ ଅସୁର। ତେଣୁ ତାଙ୍କ ନାମ ଭୀଷ୍ମ ହେଲା ଧୁନ୍ଦୁମାର। ଧୁନ୍ଦୁମାରଙ୍କର ହେଲେ ତିନୋଟି କୁମାର। ହର୍ଯଶ୍ଵ ଘୃଣୀ କପିଳ ଅଶ୍ୱନାମଧର। କପିଳାସ ବଳଶାଳୀ ତାହାଙ୍କ ମଧ୍ୟରେ। ଧୁନ୍ଦୁମାର ନାମେ ଖ୍ୟାତ ପୁଣି ସେ ଲୋକରେ। ହର୍ଯଶ୍ଵ ପ୍ରମୋଦ ନାମେ ଦୁଇଟି ତନୟ। ହୋଇଲେ ଦୃଢ଼ା ଶଙ୍କର ଶାନ୍ତନୁ ତନୟ। ନିକୁମ୍ଭ ନାମରେ ସୁତ ହେଲା ହର୍ଯଶ୍ଵର। ସହତାସ ପୁତ୍ର ନାମ ଅଟେ ନିକୁମ୍ଭର। ହେଲେ ସଙ୍ଗତାସଙ୍କର ଦୁଇଟି ନନ୍ଦନ। ଅକୃତାସ ଉଣନାଶ ଅଟେ ତାଙ୍କ ନାମ। ଯୁବନାଶ ସୁତ ହେଲେ ଅରୁଣାଶଙ୍କର। ତାହାଙ୍କ ପୁତ୍ର ମନ୍ଧତା ଶୁଣ କୁରୁବୀର। ପୁରୁକୁତ୍ସ ନାମେ ହେଲା ମାନ୍ଧା ତାଙ୍କ ସୁତ। ତାଙ୍କ ସୁତ ଧର୍ମ ସେତୁ ଏହା ହୁଅ ଜ୍ଞାତ। ଧର୍ମ ସେତୁଙ୍କ କୁମର ନାମ ମୁଚୁକୁନ୍ଦ। ଯାହାର ନାମ ଶୁଣିଲେ ଭୟ କରେ ଇନ୍ଦ୍ର। ମୁଚୁକୁନ୍ଦ ସୁତ ନାମ ନର୍ମଦା ଅଟଇ। ଦୁଃସହ ଶାସନ ତାର କୁରୁକୁଳ ସାଇ। ନର୍ମଦାର ସୁତ ନାମ ଅଟଇ ସମ୍ଭୂତି। ତ୍ରିଧନ୍ୱା ନାମରେ ହେଲା ରାଜାଙ୍କ ସନ୍ତତି। ତ୍ରିଧନ୍ୱା ସୁତର ନାମ ଅଟେ ତ୍ରବ୍ୟାରୁଣ। ତାଙ୍କର ତନୟ ନାମ ସତ୍ୟବ୍ରତ ଜାଣ। ସତ୍ୟବ୍ରତ ସୁତ ନାମ ଅଟେ ସତ୍ୟରଥ। ହରିଶ୍ଚନ୍ଦ୍ର ତାଙ୍କ ସୁତ ଶୁଣ ଗଙ୍ଗା ସୁତ। ସୁତ ହରିଶ୍ଚନ୍ଦ୍ରଙ୍କର ତା ନାମ ରୋହିତ। ରୋହିତାଙ୍କ ସୁତ ବୃକ ବାହୁ ତାଙ୍କ ସୁତ। ତାହାଙ୍କ ତନୟ ନାମ ଅଟଇ ସାଗର। ଯା ଲାଗି ହେ ଭୀଷ୍ମ ସୃଷ୍ଟି ହୋଇଛି ସାଗର। ତାଙ୍କ ଦୁଇ ପତ୍ନୀ ନାମ ପ୍ରଭା ଭାନୁମତୀ। ନିରତେ ଧର୍ମରେ ରତ ଥିଲେ ସେ ନୃପତି। ଔର୍ବାଗ୍ନିଙ୍କୁ ସେବା କଲେ ସେହି ଦୁଇ ନାରୀ। ସୁପୁତ୍ର ଜାତ କାମନା ହୃଦୟରେ ଭରି। ସେବାରେ ସନ୍ତୁଷ୍ଟ ହୋଇ ଅର୍ବ ଦେଲେ ବର। ମାତା ହେଲା ପ୍ରଭା ଷଷ୍ଠୀ ସହସ୍ର ପୁତ୍ରର। ଗୋଟିଏ ସୁତ ଜନନୀ ହେଲା ଭାନୁମତୀ। आहे भीष्म से होइला सौराज्यर पति। असमंजस अटई नाम से सुतर। प्रभारत नय जेउ 60,000। विष्णु को द्वारा समस्ते प्रभावित होई। जोगास संधाने भूई खोली गले मोही। कपिलंक क्रोधाग्नि रे सर्वे पोड़ी गले। असमंजसंक सुत अंशुमान हेले। दिलीप होइले सुत अंशुमानंकर। यशस्वी रे तांको नामे आग पड़े गार। निजे गंगा देवी जार तप प्रभाव रे प्रकाशित होइछन्ति एहि संसार रे। ना भाग सुत यशस्वी भगीरथंकर। तांक सुत अम्बरीश शान्तनु कुमार।
ସିନ୍ଧୁ ଦୀପ ଯାଏ ରାଜା ଅମ୍ବରୀଶ ଯଶ, ତାଙ୍କ ସୁତ ଅୟୁତାୟୁ ଶୁଣ ବୀର ଈଶ। ଅୟୁତାୟୁଙ୍କ ନନ୍ଦନ ଅଟେ ଋତୁପୂର୍ଣ୍ଣ, କଳମାସ ପାଦ ଅଟଇ ତାଙ୍କ ସୁତ ନାମ। ସର୍ବକର୍ମା ନାମେ ସୁତ କଳମାସ ପାଦର, ଅନମିତ୍ର ଲଘୁତମ ନାମ ତାହାଙ୍କର। ନିର୍ମୂଳ କରି ସକଳ ଶତ୍ରୁଙ୍କ ବଳରେ, ଅନମିତ୍ର ନୃପ ଚଳି ଗଲେ ବନ ଘରେ। ଦିଲୀପ ନାମରେ ସୁତ ସେହି ରଘୁଙ୍କର, ଦିଲୀପ କୁମାର ଅତି ଯଶସ୍କର। ପ୍ରାଂଶବାହୁ ପ୍ରଜାପାଳ ନରେ ଧୁରନ୍ଧର, ଦଶରଥ ନୃପ ହେଲେ ତାହାଙ୍କ କୁମାର। ଦଶରଥଙ୍କର ହେଲେ 4 ଗୋଟି ସୁତ, ଭଲେ ଏହା ମନେ ରଖ ଗଙ୍ଗା ଦେବୀ ସୁତ। ବିଷ୍ଣୁଙ୍କ ସମଟନ୍ତି 4 ସହୋଦର, ଜ୍ୟେଷ୍ଠ ରାମ ସବୁଠାରୁ ଅତି ମନୋହର। ଏହି ରାମ ଲଙ୍କପତି ରାବଣେ ବଧିଲେ, ରଘୁଙ୍କର ଯଶ ବହୁ ଗୁଣେ ବୃଦ୍ଧି କଲେ। ମହର୍ଷି ବାଲ୍ମୀକ ସବିସ୍ତାରେ ତାଙ୍କ କଥା, ରାମାୟଣେ ଗାଇଛନ୍ତି ଭୀଷ୍ମ ମହାରଥା। ଶ୍ରୀରାମଙ୍କ ସୁତ କୃଶ ଅତି ଯଶସ୍କର, ଇକ୍ଷ୍ୱାକୁଳଙ୍କର କୀର୍ତ୍ତି ସ୍ତମ୍ଭ ସେ ନୃବର। କୁଶଙ୍କ ତନୟ ନାମ ଅଟଇ ଅତିଥି, ତାହାଙ୍କ ସୁତ ନିଷଧ ଶୁଣ ଭୀଷ୍ମ ରଥି। ନିଷଧଙ୍କ ସୁତ ନଳ ନାମ ତାହାଙ୍କର, ନର ନଳଙ୍କର ସୁତ ଶୁଣ ଭୀଷ୍ମ ବୀର। ନଭଙ୍କ ତନୟ ନାମ ଅଟେ ପୁଣ୍ଡରୀକ, ଏଥିରେ ସନ୍ଦେହ ନାହିଁ ହେ ବୀର ନାୟକ। ସେ ମଧ୍ୟ ଅଟେ ପୁଣ୍ଡରୀକ ସୁତ ନାମ, ସଂସାରେ ବୀର ନଥିଲେ କେହି ତାଙ୍କ ସମ। ସେ ମଧନାଙ୍କର ସୁତ ନାମ ଦେବାନୀଳ, ପ୍ରତାପୀ ପଣେ ତାହାଙ୍କ ଜାଣନ୍ତି ତ୍ରିଲୋକ। ଅହିନଭୁ ନାମେ ସୁତ ଅଟଇ ତାଙ୍କର, ସହସ୍ରାଶ ତାହାଙ୍କର ଅଟନ୍ତି କୁମାର। ଏ ଅଧ୍ୟାୟ ଏହିଠାରେ ହୋଇଲା ସମ୍ପୂର୍ଣ୍ଣ, ଗୋପୀନାଥ ଭଣେହି ଶ୍ରୀପଦ୍ମ ପୁରାଣ। ଇତି ଶ୍ରୀପଦ୍ମପୁରାଣେ ସୃଷ୍ଟିଖଣ୍ଡେ ପୁଲସ୍ତ୍ୟ ଭୀଷ୍ମ ସମ୍ବାଦେ ପୃଥୁଜାଗ ବର୍ଣ୍ଣନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ସୋମବଂଶ ପରିଚୟ। ପଚାରିଲେ ଗଙ୍ଗା ସୁତ କୁରୁକୁଳ ବୃଦ୍ଧ, ଜାଣେ ମୁଁ ତପସ୍ୱୀ ତୁମ୍ଭେ ଅଟ ବିଶାରଦ। ସୋମବଂଶର ଉତ୍ପତ୍ତି ହେଲା କେଉଁ ପରି, ସେ ବଂଶର କୀର୍ତ୍ତି ଯାହା କହନ୍ତୁ ବିସ୍ତାରି। କେଉଁ ରାଜା ବଢ଼ାଇଲେ ବଂଶର ସମ୍ମାନ, ବୁଝାଇଣ ତାହା ମୋତେ କହ ତପୋଧନ। କହିଲେ ଋଷି ସଂସାରେ ସ୍ୱର୍ଗର ରଚନା, ଯେବେ ହେଲା ସେ କାଳ କଥା ମହାମନା। ଅତ୍ରି ମୁନିଙ୍କ ସର୍ଜନା ମାନସରେ ଧ୍ୟାଇ, ବିଧାତାଙ୍କୁ ଆଜ୍ଞା ଦେଲେ କମଳାଙ୍କ ସାଇଁ। ତାପରେ ବିଚାରି ପ୍ରଭୁ ସୃଷ୍ଟିର ରଚନା, ଆଚରିଲେ ଅତି ଘୋର ତପସ୍ୟା ସାଧନା। ଆନନ୍ଦର ମୂଳ ସେହି କ୍ଲେଶ ନାଶକର,
ରୁଦ୍ର ସୂର୍ଯ୍ୟାଦିମାନଙ୍କ ସେହି ଅଗୋଚର, ତଥାପି ସର୍ବ ଅନ୍ତରେ ରହିଥାନ୍ତି ସେହି। ତପସ୍ୟା ଯୋଗରେ ଥିଲେ ଆନନ୍ଦିତ ହୋଇ, ବ୍ରହ୍ମରୁ ସମ୍ଭୂତ ଅତ୍ରି ବ୍ରହ୍ମ ଆଦେଶରେ। ତପ କଲେ ମନ ଦେଇ ସୃଷ୍ଟି ସର୍ଜନାରେ, ଦେଖି ତାହା ପ୍ରଭୁ ଶାନ୍ତି କରିଣ ଧାରଣ। ଅତ୍ରି ମୁନିଙ୍କ ସଂଯମେ ହୋଇଲେ ସଂସ୍ଥାନ, ଆଚରିଲେ ତପତ୍ରୀ ବ୍ରହ୍ମ ଆଦେଶରେ। ବଂଶର ପତି ସମଙ୍କୁ ରଖି ମାନସରେ, ସେହି କାଳେ ଅତ୍ରିଙ୍କର ନୟନରୁ ଜଳ ଜାତ ହେଲା ଶୁଣ ଆହେ ଶାନ୍ତନ ଦୁଲାଳ। ଅଶ୍ରୁତେଜ ଚରାଚରେ କରି ଆଲୋକିତ, ଉତ୍ପନ୍ନ ହୋଇଲା ତହୁଁ ଏକ ଈର୍ଜୋଷିତ। ଅତ୍ରି ମୁନିଙ୍କ ବୀର୍ଯ୍ୟରେ ଗର୍ଭାଧାନ ହେଲା, ମନେ ରଖ ଏହି କଥା ଶାନ୍ତନୁଙ୍କ ବଳା। ଅସମର୍ଥା ହୋଇବା ମା ଗର୍ଭଧାରଣରେ, ତେଜିଲା ସେ ଗର୍ଭବାଳା ଅତି ଆତୁରରେ। ଚତୁର୍ମୁଖ ବ୍ରହ୍ମା ତେବେ ସେ କଥା ଜାଣିଲେ, ଗର୍ଭକୁ ସାଉଁଟି ନେଇ ଏକତ୍ରିତ କଲେ। ବେଦମୟ ରଥେ ବସି ପ୍ରଭୁ ପଦ୍ମଯୋନି, ଏକତ୍ରିତ ସେ ବାଳକେ ନିଜ କରେ ଘେନି। ବ୍ରହ୍ମ ଆୟୁଷ ସହିତ ଦେଲେ ଯୁବାବସ୍ଥା, ନକର ସନ୍ଦେହ ଏଥି ଭୀଷ୍ମ ମହାରଥା। ଅଧିଷ୍ଠିତ କରି ତାକୁ ବ୍ରହ୍ମା ଏ ଲୋକରେ, ଧରି ନେଲେ ସେ ପୁତ୍ରକୁ ଆତ୍ମଜ ରୂପରେ। ଥିଲେ ଯେତେ ବ୍ରହ୍ମ ଋଷି ତେବେ ଜଗତର, ସ୍ୱାମୀ ରୂପରେ ତାହାଙ୍କୁ କଲେ ସ୍ୱୀକାର। ସମସ୍ତ ଋଷି ଦେବତା ଗନ୍ଧର୍ବ ଅପ୍ସରା, ସ୍ତୁତି କଲେ ତା ତେଜରେ ହୋଇ ଆତ୍ମହରା। ତେଣୁ ସେ ଯୁବକ ତେଜ ବୃଦ୍ଧି ଲାଭ କଲା, ତା ତେଜରୁ ଔଷଧି ଜନମ ହୋଇଲା। ରାତ୍ରିରେ ତେଜ ତାହାର ହେଲା ବହୁ ଗୁଣ, ରାତ୍ରି ବୋଲି ଆଉ କିଛି ନ ରହିଲା ଜାଣ। ଗଣନା ହୋଇଲା ମଧ୍ୟ ସେ ଦ୍ୱିଜ ରୂପରେ, ଶୁଭ୍ର ଶ୍ରୋମଣ୍ଡଳ ରଚି ସେ ବେଦ ଧାମରେ। କୃଷ୍ଣ ଶୁକ୍ଳ ଭେଦେ କ୍ଷୟ ବୃଦ୍ଧି ସୋମଙ୍କର, ହେବାରୁ ବି ସେ ଅନ୍ଧାର ହୋଇଲା ଗୋଚର। ପ୍ରାଚେତ ସଦକ୍ଷ ଜାଣି ତାଙ୍କ ରୂପ ଗୁଣ, ସପ୍ତବିଂଶ କନ୍ୟା ତାଙ୍କୁ କଲେ ସମର୍ପଣ। ଅତି ସୁନ୍ଦରୀ ସମସ୍ତେ ବୀଣା ଜିଣା ବାଣୀ, କାମସରା ସନ ସମ ଢୋଲ ତାର ଠାଣି। ସେ କନ୍ୟାମାନେ ଚନ୍ଦ୍ରଙ୍କ ସବୁ ଦିଗେ ରହି, ଶତ ସହସ୍ର ଗୁଣରେ ତାଙ୍କୁ ଦେଲେ ମୋହି। ବିଷ୍ଣୁ ଧ୍ୟାଇ ଶୀତ କର ତପ କଲେ ପରେ, ଅତି ପ୍ରୀତ ହେଲେ ହରି ତାଙ୍କ ତପସ୍ୟାରେ। ପ୍ରକଟ ହୋଇ ଆଗରେ କହିଲେ ବଚନ, ହେ ସମଜା ଇଚ୍ଛା ବର ମୋ ଠାରୁ ଘେନ। ଇନ୍ଦ୍ରଲୋକ କରେ ସମ୍ମାନ ବଢ଼ିବ ମୋହରେ, ଯେପରି ହେ ପ୍ରଭୁ ମୋତେ ଦିଅ ଏହି ବର। ତାପରେ କହିଲେ ହରି ଶୁଣ ସଧାସ, ବ୍ରହ୍ମାଦି ଚାରି ପ୍ରକାରେ ଯେତେ କତ୍ରିଦଶ। ରାଜସୂୟ ଜାଗେ ସର୍ବେ ଯାଇ ମୋର ଘରେ,
ହୋଇବେ ରୁଣ୍ଡ ଦେଖିବ ତୁମ୍ଭେ ପ୍ରତ୍ୟକ୍ଷରେ। ନିଜେ ରାକ୍ଷସ ପାଳକ ଦେବ ଷୋଳଧର, ରକ୍ଷକ ରୂପେ କରିବେ ରକ୍ଷା ସେ ଜାଗର। କହି ଏହା ରାଜସୂୟ ଯଜ୍ଞ କଲେ ହରି, ସେ ଜାଗରେ ହୋତା ହେଲେ ଅତି ତପଚାରି। ଅଧିକ ହୋଇଲେ ଗୁରୁ ବିଧାତା ଉଦ୍ଗାତା, ବ୍ରହ୍ମା ଉପଦେଷ୍ଟା ଥିଲେ ସ୍ୱୟଂ ବିଶ୍ୱ ପିତା। ସମସ୍ତ ଦେବତା ଥିଲେ ସଦସ୍ୟ ଜାଗର, ଏ ବିଧିରେ ହେଲା ଜାଗ ଭୀଷ୍ମ ମନେ କର। ବସୁଗଣ ସହ ବିଶ୍ୱଦେବ ଥିଲେ ଯେତେ, ଏ ଜାଗରେ ହୋଇଥିଲେ ଅଧିକ ସମସ୍ତେ। ଋତିଜମାନଙ୍କୁ ଯାହା ମିଳିଲା ଦକ୍ଷିଣା, ତାହା ଅଟେ ତ୍ରିଲୋକ ଭୀଷ୍ମ ଯେ ମହାମନା। ଏ ଜାଗ ସମାନ ଲାଭ ହେଲା ସମଙ୍କର, ଦୁଷ୍ପ୍ରାପ୍ୟ ଐଶ୍ୱର୍ଯ୍ୟ ମଧ୍ୟ ହୋଇଲା ତାଙ୍କର। ତା ଫଳେ ହୋଇଲେ ଶଶୀ ସପ୍ତ ଲୋକ ସାଇଁ, ଏହି କଥାରେ ସଂଶୟ ଭୀଷ୍ମ କିଛି ନାହିଁ। ଦିନେ ସୋମ ଗଲେ ଉଦ୍ୟାନକୁ ଭ୍ରମଣରେ, ପୁଷ୍ପ ବିଭୂଷିତା ଯୋଷା ଦେଖିଲେ ସେଠାରେ। ପୃଥଳ ନିତମ୍ବ ତାର ଉରଜ ସୁନ୍ଦର, ହେମାଙ୍ଗୀ ଅଙ୍ଗରେ ଥିଲା କୁସୁମ ସମ୍ଭାର। ଭ୍ରୁଲତା ତାହାର କିବା କାମ ସରାସନ, ମୃଗାଙ୍ଗନା ସମା ତାର ଚଞ୍ଚଳ ନୟନ। ସେ ବାଳା ଅଟଇ ବୃହସ୍ପତିଙ୍କର ମଣି, ତ୍ରିପୁର ସୁନ୍ଦରୀଙ୍କର ସେଇ ଶିରୋମଣି। ଶୁଣ ଭୀଷ୍ମ ତାରା ନାମ ଅଟେ ସେ ବାମାର, ଉଦ୍ୟାନରେ ହେଲା ସୋମ ନୟନ ଗୋଚର। ଦେଖି ତାକୁ କାମେ ସୋମ ହୋଇଣ ବିବଶ, ଏକାନ୍ତ ସ୍ଥାନକୁ ନେଲେ ଧରି ତାର କେଶ। ତାରା ମଧ୍ୟ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ଦର୍ଶନେ, କାମାତୁରା ହୋଇ ରହିଥିଲା ମନେ ମନେ। ତେଣୁ ସୋମଙ୍କ କାର୍ଯ୍ୟକୁ ନ କରି ବାରଣ, ମନ ଆନନ୍ଦରେ ଯାଚି ଦେଲା ସେ ରମଣ। ତାର ତିରସରେ ମୁଗ୍ଧ ହୋଇ ନିଶିକର, ନ ଛାଡ଼ି ତାରାକୁ ଘେନି ଗଲେ ସଙ୍ଗତର। ସପୁରେ ତାରା ସଙ୍ଗରେ ଆନନ୍ଦରେ ଗଲେ, ଚିରକାଳ ତାକୁ ପତ୍ନୀ ରୂପେ ଭୋଗ କଲେ। ସବୁବେଳେ ଘରେ ରଖି ତାରା ସଙ୍ଗେ ମାତି, ତଥାପି ଆସିଲା ନାହିଁ ଚନ୍ଦ୍ରଙ୍କ ତୃପତି। ରହିଲେ ଚନ୍ଦ୍ର ତାରାରେ ହୋଇ ଅନୁରକ୍ତ, ତାରାର ବିରହେ ଗୁରୁ ଏଣେ ହେଲେ ବ୍ୟସ୍ତ। ନିରବଧି ଧ୍ୟାଇ ମନେ ରୂପ ତାରାଙ୍କର, ଦେବଗୁରୁ ଅତିଶୟ ହୋଇଲେ କାତର। ବିରହ ଅଗ୍ନିରେ ନୀତି ହୋଇ ସନ୍ତାପିତ, ତଥାପି ନ କଲେ କିଛି ଚନ୍ଦ୍ରଙ୍କ ଅନିଷ୍ଟ। ମନ୍ତ୍ରଯନ୍ତ୍ର ମାରଣାଦି କର୍ମ ଅଭିଚାର, ଚନ୍ଦ୍ରପତି ଦେବ ଗୁରୁ ନ କରି ପ୍ରଚାର। ତାର ପ୍ରତି କ୍ରୋଧ ହୋଇ ଦେଲେ ନାହିଁ ସାପ, ବିରହରେ ଦୁଃଖ କିନ୍ତୁ ହୋଇଲା ଅମାପ। ଶେଷରେ କାମ ବାଣରେ ହୋଇଣ ଆହତ, ନିଜେ ଯାଇ ଚନ୍ଦ୍ର ପାଶେ ହେଲେ ଉପଗତ। କହିଲେ ଫେରାଇ ଦିଅ କାମିନୀକୁ ମୋର, ଗୁରୁ ବାକ୍ୟ ନ ପଶିଲା କାନରେ ତାଙ୍କର। ତାରା ଠାରୁ ଶ୍ରେଷ୍ଠ ରତି ରସ ଥିଲେ ପାଇ, ତେଣୁ ତାହାଙ୍କୁ ସେ ଆଉ ଫେରାଇଲେ ନାହିଁ।
ଜାଣି ତାହା ଚନ୍ଦ୍ର ପାଶେ ଆସିଲେ ଶଙ୍କର, କହିଲେ ଫେରାଇ ଦିଅ ଭାର୍ଯ୍ୟା ଗୁରୁଙ୍କର। ଚତୁର୍ମୁଖ ବ୍ରହ୍ମା ଆସି ବହୁତ କହିଲେ, ସାଧ୍ୟ ଋଷିଙ୍କର ମଧ୍ୟ କଥା ନ ରଖିଲେ। ଫେରାଇବାକୁ କହିଲେ ସବୁ ନରପାଳ, ଔଷଧୀଶ ନ ରଖିଲେ ବଚନ କାହାର। ଦେଖି ତାହା ଅତି କ୍ରୋଧ ହେଲେ ମହେଶ୍ୱର, ବାମଦେବ ନାମ ଯାର ସୃଷ୍ଟିରେ ପ୍ରଚାର। ରୁଦ୍ରଗଣଙ୍କେ ଯାହାଙ୍କ ପାଦ ସୁସେବିତ, ପୁରନ୍ଦରେ ଯେହୁ ସଦା ହୁଅନ୍ତି ଅର୍ଚିତ। ସ୍ନେହ ବୃହସ୍ପତିଙ୍କର ଧରି ହୃଦୟରେ, ପିନାକ ପାଣି ସୋଗଣ ଧରି ସଙ୍ଗତରେ। ଉଠିଲେ କ୍ରୋଧରେ କରେ ଧରି ଧନୁଶର, ଶିଷ୍ୟଗଣ ଥିଲେ ମଧ୍ୟ ତାହାଙ୍କ ସଙ୍ଗର। ସିଦ୍ଧଙ୍କ ସେବିତ ହୋଇ ଗମିଲେ ମୁରାରି, ଚନ୍ଦ୍ରଙ୍କ ସଙ୍ଗରେ ଘେର ଯୁଦ୍ଧ ଇଚ୍ଛା କରି। ସେ କାଳେ ଶିବଙ୍କ ମୁଖ ତେଜ ହେଲା ଜାତ, ତୃତୀୟ ନେତ୍ରରୁ ଅଗ୍ନି ହୋଇଲା ସଞ୍ଜାତ। ତେବେ ରୁଦ୍ରଙ୍କର ରୂପ ଦିଶିଲା ଭୀଷଣ, ତଟସ୍ଥ ହୋଇଲେ ତାହା ଦେଖି ଦେବଗଣ। କାର୍ତ୍ତିକ ଗଣେଶ ମଧ୍ୟ ଥିଲେ ସଙ୍ଗତରେ, ପ୍ରଶଂସିତ ବଳ ଯାର ଅଟେ ତ୍ରିଲୋକରେ। ଏ ଯୁଦ୍ଧରେ କ୍ଷୟ ହେବ ଜାଣି ତିନି ପୁର, ପିତାମହ ହୋଇଗଲେ ଅତ୍ୟନ୍ତ କାତର। ଭୟଙ୍କର ଯୁଦ୍ଧ ଭୀଷ୍ମ ହେଉଥିଲା ଯହିଁ, ଦେବ ସହ ବ୍ରହ୍ମା ପହଞ୍ଚିଲେ ଯାଇ ତହିଁ। ବହୁତ ଭାବରେ ବ୍ରହ୍ମା ସମସ୍ତଙ୍କୁ କହି, କୌଶଳେ ସେ ଯୁଦ୍ଧରୁ ଦେଲେ ନିବର୍ତ୍ତାଇ। ଚନ୍ଦ୍ରଙ୍କୁ ତାପରେ ବ୍ରହ୍ମା ଡାକି ନିଜ ପାଶେ, କହିଲେ ବତାଇ ଏହା ସୁକୋମଳ ଭାଷେ। ଅତି ନିନ୍ଦ୍ୟ ଅଟେ ତାହା କଲ ଯେଉଁ କର୍ମ, ଅତି କୁତ୍ସିତ ଆଭର ଅଟେ ଅଧର୍ମ। ପର ସ୍ତ୍ରୀ ହରଣ ପାପ ଅଟେ ଅତି ଘୋର, ଏମର ବଚନ ସମ ହୃଦୟରେ ଧର। ତୁମ୍ଭ କର୍ମରୁ ଏ ଘୋର ଭୟ ଉପୁଜିଲା, ଯାହା ଘେନି ଯୁଦ୍ଧର ସଂଗଠନ ହେଲା। ଏ ଦୋଷରୁ ତୁମେ ପାପ ଗ୍ରହେ ଗଣା ହେବ, ଅଳଙ୍କାର ପରି ପାପ ହୃଦୟରେ ବହିବ। ହେ ଶଶାଙ୍କ ତୁମ୍ଭେ ରକ୍ଷା କରି ମୋର ବାଣୀ, ଫେରାଇ ଦିଅ ଏ କ୍ଷଣି ଗୁରୁଙ୍କର ମଣି। ହିମାଂଶୁ ମାଳି ଶୁଣି ବାଣୀ ବ୍ରହ୍ମାଙ୍କର, ମନେ ମନେ ଗୁଣି ତାହା କରି ଅଙ୍ଗୀକାର। ଯୁଦ୍ଧରୁ ଓହରି ନିଜ ମନ୍ଦିରକୁ ଗଲେ, ତାରାର ମଣିକୁ ଗୁରୁ করে ସମର୍ପିଲେ। ତାରାକୁଲ ଭୀଣ ଗୁରୁ ହୋଇଲେ ପ୍ରସନ୍ନ, ସ୍ୱଗୃହେ ଗଲେ ସବାସେ ଗଲେ ରୁଦ୍ରଗଣ। ରୁଦ୍ରଙ୍କର ରୁଦ୍ର ରୂପ ପ୍ରଶାନ୍ତି ଲଭିଲା, ଚତୁର୍ମୁଖଙ୍କ ପ୍ରଶଂସା ଏଥି ପ୍ରକାଶିଲା। ତାପରେ ଅତୀତ ହେଲା ଗୋଟିଏ ବଛର, ସୁନ୍ଦରୀ ନାରୀର ବୃଦ୍ଧି ହେଲା ଗର୍ଭଭାର। ସୁତ ଏକ ସେ ଗର୍ଭରୁ ହୋଇଲା ଜନମ, ତାତେ ଥିଲା ଦ୍ୱାଦଶ ଆଦିତ୍ୟର ସମ। ପିନ୍ଧିଥିଲା ସେ ବାଳକ ଦିବ୍ୟ ପୀତାମ୍ବର, ତ୍ରିପୁରେ ନଥିଲେ କେହି ତା ସମ ସୁନ୍ଦର। ସ୍ୱର୍ଗୀୟ ଭୂଷଣେ ଦେହ ଥିଲା ବିଭୂଷିତ, ଅଙ୍ଗ କାନ୍ତି ଥିଲା ସତ ଶଶାଙ୍କ ସମିତ।
ବାଳକର ଥିଲା ସବୁ ଅର୍ଥଶାସ୍ତ୍ର ଜ୍ଞାନ। ତିନି ପୁରେ ନଥିଲେ କେ ତା ସମ ବିଦ୍ୱାନ। ରତିଶାସ୍ତ୍ର ପ୍ରବର୍ତ୍ତକ ଅଟେ ସେ କୁମର। ରାଜବୈଦ୍ୟ ରାଜପୁତ୍ର ନାମ ତାହାଙ୍କର। ପୁଣି ନାମ ବୁଧ ଯେଣୁ ସୁତ ସୋମଙ୍କର। ଏ ଗୁଣରୁ ହେଲେ ସର୍ବ ଆନନ୍ଦର ଘର। ତାଙ୍କ ଜନ୍ମ ପରେ ବ୍ରହ୍ମା ଋଷିଙ୍କ ସଙ୍ଗରେ ଉପସ୍ଥିତ ହେଲେ ତେବେ ଆସି ଗୁରୁ ଘରେ। ତାପରେ ବୁଧଙ୍କ ଶିରେ ଅଭିଷେକ କଲେ। ଗ୍ରହଙ୍କ ମଧ୍ୟ ଭାଗରେ ସ୍ଥାନ ତାଙ୍କୁ ଦେଲେ। ସେ ସ୍ଥାନେ ଘଟିଲା ଯେଉଁ ଆଶ୍ଚର୍ଯ୍ୟ ଘଟଣା। ବିଚାରିଲେ ତାହା ଭୀଷ୍ମ ବୁଦ୍ଧି ହୁଏ ବଣା। ସେ ସ୍ଥାନରୁ ତେବେ ବୁଦ୍ଧ ସର୍ବ ଅଜ୍ଞାତରେ। ଗଲେ କାହିଁ ତାହା ନ ଆସିଲା କାଗଜରେ। ଅନ୍ତର୍ଧ୍ୟାନ ହୋଇ ବୁଦ୍ଧ ସେଠାବରୁ ଗଲେ। ଇଳାଙ୍କ ଗର୍ଭରୁ ଏକ ପୁତ୍ର ଜାତ କଲେ। ମହାଜେଷ୍କର ପୁଣି ସେ ଅତୀବ ସୁନ୍ଦର। ପରେ ସତ ଅଶ୍ୱମେଧ କଲା ସେ କୁମର। ପୁରରବା ନାମ ତାର ସର୍ବ ସୁପୂଜିତ। ସଂଶୟନ ମଣ ଏଥି ଶାନ୍ତନୁଙ୍କ ସୁତ। ପରେ ପୁରୁରବା ହିମବନ୍ତ ଶୃଙ୍ଗେ ଯାଇ। ଆଚରିଲେ ତପ ବ୍ରହ୍ମା ପଦ କଞ୍ଜ ଧ୍ୟାଇ। ସନ୍ତୋଷ ହୋଇ ସାବିତ୍ରୀ ପତି ତପସ୍ୟାରେ। ଐଶ୍ୱର୍ଯ୍ୟ ସହିତ ରାଜା କଲେ ପୃଥିବୀରେ। ସପ୍ତଦ୍ୱୀପ ସ୍ୱାମୀ ପୁରୁରବା ନରବର। ଦେଖିଲେ ଦିନେଶ ସୈନ୍ୟ କେଶିନୀ ଅସୁର। ସୁନ୍ଦରୀ ରମଣୀ ଏକ ରଥେ ବନ୍ଦୀ କରି। ଯାଉଥିଲା କାନ୍ଦେ ନାରୀ ଯେ ସନେ ପୁରରି। ଅସୁର ମୋହିତ ହୋଇ ଉର୍ବଶୀ ରୂପରେ। ଭାରିଜା କରିବା ପାଇଁ ନେଉଥିଲା ଘରେ। ପୁରୁରବା ଦେଖି ତାହା ତାକୁ ଧରିଲେ। ତ ସୌନ୍ଦର୍ଯ୍ୟ ଦେଖିରି ଯେ ମୋହିତ ହୋଇଲେ। ବିଧିରେ ନୃପତା ପାଣି କରିଣ ଗ୍ରହଣ। ତାହାଠାରୁ କଲେ 8 ସୁତ ଉତପନ। କହିବି ତାହାଙ୍କ ନାମ ଶାନ୍ତନୁ କୁମର। ପ୍ରଥମ ଆୟୁ ଦ୍ୱିତୀୟ ଦ୍ୱିତୀୟ କୁମର। ତୃତୀୟ ନାମ ବୈଶ୍ୟୟୁ ବଳାୟୁ ଚତୁର୍ଥ। ପଞ୍ଚମରେ ଧୃତିମାନ ବସୁ ଷଷ୍ଠ ସୁତ। ଦିବ୍ୟଜ ଆୟୁ ସପ୍ତମ ଶତାୟୁ ଅଷ୍ଟମ। ତେଜ ଓଜ ବଳ ବୀର୍ଯ୍ୟ ସମସ୍ତେ ଉତ୍ତମ। ଜନମ ହୋଇଲେ 5 ସୁତୟଙ୍କର। ନହୁଷ ପ୍ରଥମ ବୁଦ୍ଧ ଧର୍ମ ତଦପର। ରଜଦଣ୍ଡ ବିଶାଖ ହୋଇଲେ କ୍ରମରେ। ଗଣା ଯାନ୍ତି ସର୍ବେ ମହାରଥୀଙ୍କ ମଧ୍ୟରେ। ଜନମ ହୋଇଲେ 100 ସୁତରାଜୀଙ୍କର। ଗାଜେୟ ନାମରେ ଖ୍ୟାତି ଜଗତେ ତାଙ୍କର। ନିଷ୍ପାପ ରାଜେୟ ହରି ଆରାଧନା କଲେ। ତପସ୍ୟାରେ ଲକ୍ଷ୍ମୀପତି ସନ୍ତୁଷ୍ଟ ହୋଇଲେ। ସମ୍ମୁଖକୁ ଆସି ନୃପତିଙ୍କୁ ଦେଲେ ବର। ହାରିଗଲେ ଗଣେ ତାଙ୍କୁ ଦୈତ୍ୟ ସୁର ନର। ଦେବାସୁର ମଧ୍ୟେ ପରେ ହୋଇଥିଲା ରଣ। 300 ବତ୍ସର ବ୍ୟାପୀ ବୋଲି ମନେ ଘେନ। ଏକ ପକ୍ଷେ ପ୍ରହ୍ଲାଦ ଅସୁର ଈଶ୍ୱର। ଅନ୍ୟ ପକ୍ଷେ ରହିଥିଲେ ଶଚୀ ଦେବୀ ବର। ସମରେ କିଏ କାହାକୁ ନୁହନ୍ତି ନିଉନ। ତେଣୁ ଜୟ ଲକ୍ଷ୍ମୀ କାର ନହିଲେ ଅଧୀନ। ଦେବେ ଦେବତା ଅସୁର ସୁବିଧା ବସେ।
ପରବେଶ ହେଲେ ଯାଇ ପିତାମହ ପାଶେ। ପଚାରିଲେ ଦୟା ବହି କହ ପିତାମହ, ଏହି ଆହବେ ହୋଇବ କାହାର ବିଜୟ? ବିଚାରି କହିଲେ ବ୍ରହ୍ମା ଏ ମହାସମରେ, ରାଜି ହୋଇବେ ବିଜୟୀ ଜାଣ ସୁରାସୁରେ। ବ୍ରହ୍ମାଙ୍କ ବଚନ ଶୁଣି ଦୈତ୍ୟଗଣ ଗଲେ, ରାଜାଙ୍କର ସମ୍ମୁଖରେ ପରବେଶ ହେଲେ। କହିଲେ ଆପଣ ଆମ୍ଭ ପକ୍ଷ ସମର୍ଥନ, କଲେ ଜାଣିବୁ ଆମ୍ଭର ହୋଇବ କଲ୍ୟାଣ। କହିଲେ ରାଜି ଶୁଣିଣ ଦୈତ୍ୟଙ୍କର ବାଣୀ, ସହାୟ ହେବି ମୁଁ ଯେବେ ହେବି ତୁମ ସ୍ୱାମୀ। ଅସୁର ଗଣ ତାପରେ କିଛି ନ କହିଲେ, ସୁରେ ତାହାଙ୍କ କଥାରେ ସମ୍ମତ ହୋଇଲେ। ବନ୍ଧ୍ୟା ହୋଇଥିଲା ବଜ୍ର ଯାଙ୍କ ବିନାଶରେ, ସେ ସର୍ବେ ହୋଇଲେ ନାଶ ରାଜାଙ୍କର ସରେ। ପୁତ୍ରତ୍ୱକୁ ବରି ନେଲେ ଇନ୍ଦ୍ର ତାହାଙ୍କର, ରାଜାଙ୍କ କର୍ମରେ ହୋଇ ଅତି ହର୍ଷଭର। ରାଜେ ମଧ୍ୟ ପିତା ପଣେ ଇନ୍ଦ୍ରଙ୍କୁ ତାପରେ, ସର୍ବସ୍ୱ ଦେଇ ଗମିଲେ ତପେ ବନ ଘୋର। ରାଜାଙ୍କର ପୁତ୍ର ହେଲେ ପାଇ ସେ ଖବର, ବଳରେ ଛଡ଼ାଇ ନେଲା ଭୂତି ଇନ୍ଦ୍ରଙ୍କର। ଥିଲା ବେଶୀ ଯେଣୁ ତାହାଙ୍କର ତପ ବଳ, ଇନ୍ଦ୍ରଙ୍କର ଜାଗ ଭାଗ ହୋଇଲା ତାଙ୍କର। ରାଜସୁତ ଉତ୍ପୀଡ଼ନେ ଶଚୀଙ୍କର ମଣ, ରାଜଭ୍ରଷ୍ଟ ହୋଇ ଭୀଷ୍ମ ହୋଇଲେ ଶ୍ରୀହୀନ। ତେଣୁ ଇନ୍ଦ୍ର ଅତି ଦୁଃଖେ ଗୁରୁ ପାଶେ ଯାଇ, କହିଲେ ରାଜସୁତଙ୍କ କଥା ଦିନ ହୋଇ। ମୋହର ମିନତି ଶୁଣ ଆହେ ସୁର ଗୁରୁ, ରାଜଶ୍ରୀ ଯଜ୍ଞ ଭାଗ ଗଲା ମୋହ ଠାରୁ। ପୀଡ଼ିତ ମୁଁ ଆହେ ଗୁରୁ ହୋଇଅଛି ଅତି, ଭାଳେ ଆପଣଙ୍କ ଦ୍ୱାରା ହେବ ରାଜ୍ୟ ପ୍ରାପ୍ତି। ସେଥିପାଇଁ ଯାହା ରତ୍ନ କରିବେ ଆପଣ, ଆପଣଙ୍କ ଚରଣେ ମୁଁ ଏହି ନିବେଦନ। ଇନ୍ଦ୍ରଙ୍କର ପ୍ରାର୍ଥନାରେ ଗୁରୁ ହୋଇ ପ୍ରୀତ, କଲେ ତାଙ୍କୁ ମନ୍ତ୍ର ବଳେ ବଳରେ ଦୀପିତ। ବୃହସ୍ପତି ମଧ୍ୟ ଇନ୍ଦ୍ର ଶୁଭ ମନେ ଚିନ୍ତି, କଲେ ତାହାଙ୍କ ନିମନ୍ତେ ହୋମେ ଗ୍ରହ ଶାନ୍ତି। ସେ ଜାଗର ନାମ ଗୋଟି ଅଟଇ ପୌଷିକ, ମୋର କହିବାରୁ ଘେନ ବୀରଙ୍କ